ସେମାନେ କବିତା ରୂପ ନିଅନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଅନେକ ସମୟରେ ଯାହା ଆମ ଭାବନା ଭିତରକୁ ଆସେ, ଯଦି ସେଇଠି କାଗଜ କଲମ ନଥାଏ ବା ତାକୁ ସାଇତି ରଖିବାର କୌଣସି ସୁଯୋଗ ନଥାଏ, ତାହେଲେ ସେମାନେ ବାଟ ହୁଡ଼ି ଯାଆନ୍ତି। କବିର ଭୋକ। କବିତା ହଜିଛି ଆଜି ସୂର୍ଯ୍ୟାସ୍ତରେ, କବି ବାଟ ହୁଡ଼ିଛି ଅମା ଅନ୍ଧକାରେ। ପକ୍ଷୀ ସବୁ ନିଶ୍ଚଳରେ ଗହଳ ସ୍ୱପ୍ନରେ, ରହି ରହି କୁଆଟ ଛାଡୁଛି ଝିଙ୍କାରି ଶବ୍ଦରେ। ମୁଁ ଆଉ ଥରେ ରିପିଟ୍ କରିଦେଉଛି। କବିତା ହଜିଛି ଆଜି ସୂର୍ଯ୍ୟାସ୍ତରେ, କବି ବାଟ ହୁଡ଼ିଛି ଅମା ଅନ୍ଧକାରେ। ପକ୍ଷୀ ସବୁ ନିଶ୍ଚଳରେ ଗହଳ ସ୍ୱପ୍ନରେ, ରହି ରହି କୁଆଟ ଛାଡୁଛି ଝିଙ୍କାରି ଶବ୍ଦରେ। ଧପ ଧପ ଆଖିଟା ଜଳୁଛି ଶିକାର ସାମ୍ନାରେ, କେବେ ସିନ୍ଦୁର ଫାଟିବ ପୂର୍ବାକାଶ ପ୍ରତୀକ୍ଷାରେ। କେଉଁଠି ଶଙ୍ଖା ଦୁଇପଟ ସଂଘର୍ଷରେ, ଆଉ କୋଉଠି ଶଙ୍ଖା ତୁଟିବାର ବୋବାଳିରେ। କେଉଁଠି ଶଙ୍ଖା ଦୁଇପଟ ସଂଘର୍ଷରେ, ଆଉ କୋଉଠି ଶଙ୍ଖା ତୁଟିବା ବୋବାଳିରେ। ରାତ୍ରିର ଦ୍ୱିତୀୟ ପ୍ରହରେ ଖୁନ୍ଦା ଖୁନ୍ଦି ତାରା ସବୁ ଗପରେ ଗପରେ, କଥାର ପେଡ଼ି ଖୋଲୁଛି ନିଶା ବଢ଼ୁଛି ମିଞ୍ଜି ଆଲୁଅରେ। ମାନେ ମୁଁ ରାତିଟାକୁ 4ଟା ପ୍ରହର କରିଛି। ପ୍ରଥମ ପ୍ରହରରେ କ'ଣ ହେଇଛି? ପକ୍ଷୀ ସବୁ ନିଶ୍ଚଳରେ ଗହଳ ସ୍ୱପ୍ନରେ, ରହି ରହି କୁହାଟ ଛାଡୁଛି ଝିଙ୍କାରି ଶବ୍ଦରେ। ଧପ ଧପ ଆଖିଟା ଜଳୁଛି ଶିକାର ସାମ୍ନାରେ, କେବେ ସିନ୍ଦୁର ଫାଟିବ ପୂର୍ବାକାଶ ପ୍ରତୀକ୍ଷାରେ। ଏଟା ପ୍ରଥମ ପ୍ରହର। ଦ୍ୱିତୀୟ ପ୍ରହରକୁ ଆସିବା। କେଉଁଠି ଶଙ୍ଖା ଦୁଇପଟ ସଂଘର୍ଷରେ, ଆଉ କୋଉଠି ଶଙ୍ଖା ତୁଟିବା ବୋବାଳିରେ। ରାତ୍ରିର ଦ୍ୱିତୀୟ ପ୍ରହରେ ଖୁନ୍ଦା ଖୁନ୍ଦି ତାରା ସବୁ ଗପରେ ଗପରେ, କଥାର ପେଡ଼ି ଖୋଲୁଛି ନିଶା ବଢ଼ୁଛି ମିଞ୍ଜି ଆଲୁଅରେ। ଘର ଭିତର କଥାର ମନେ ପକାନ୍ତୁ। ମୁକୁଳା କୁନ୍ତଳରେ ଟଣାଟଣି ଆଙ୍ଗୁଠି ଚାପରେ, ମୁକୁଳା କୁନ୍ତଳରେ ଟଣାଟଣି ଆଙ୍ଗୁଳି ଚାପରେ। ଝାଡ଼ି ଝୁଡ଼ି ଆଦ୍ୟ ଯୌବନରେ ତୃତୀୟ ପ୍ରହରେ, ମୁକୁଳା କୁନ୍ତଳରେ ଟଣାଟଣି ଆଙ୍ଗୁଳି ଚାପରେ। ଝାଡ଼ି ଝୁଡ଼ି ଆଦ୍ୟ ଯୌବନରେ ତୃତୀୟ ପ୍ରହରେ। ରାତ୍ରିର ଶେଷ ଯାମେ ଓଦାଳିଆ ଆଖିପତା ଧାରେ, କବିତା ଖୋଜୁଛି ସରୁ ଚଲା ରାସ୍ତା ପରେ। କବିର ଶେଷ ସ୍ପର୍ଶ ତା ନରମ ପାପୁଲିରେ। ଏଟା ହେଲା ଚତୁର୍ଥ ପ୍ରହର। ରାତ୍ରିର ଶେଷ ଯାମେ ଓଦାଳିଆ ଆଖିପତା ଧାରେ, କବିତା ଖୋଜୁଛି ସରୁ ଚଲା ରାସ୍ତା ପରେ। କବିର ଶେଷ ସ୍ପର୍ଶ ତା ନରମ ପାପୁଲିରେ। କବି ଛାପ ଛାଡ଼ି ଦେଇ ନିସ୍ତବ୍ଧରେ ପାହାନ୍ତି ପ୍ରହରେ, ଆଗକୁ ପାଦ ବାଢ଼ିଲା ଭୋକିଲା ଆଖିରେ। ଏ ହେଲା କବିର ଭୋକ। ଟିକେ ଫିଲୋସଫିକାଲ, ଟିକେ ତାକୁ ମାନେ ପଢ଼ିଲେ ବୁଝିଲେ ହବ। ତାପରେ ଆଉ ଗୋଟେ ସେମିତି ରାତିକୁ ନେଇକି ବିଭାଜିତ ବିଭକ୍ତ। ତାରାମାନେ ସବୁ ନିଷ୍ପତ୍ତି ନେଲେ, ଆସ ଜହ୍ନକୁ ନିଷ୍ପ୍ରଭ କରିବା। ଅନ୍ଧାରମାନେ ବସି ବିଚାର କଲେ, ଆଲୋକକୁ କାରାକକ୍ଷରେ ନିକ୍ଷେପ କରିବା। ସବୁ ସ୍ୱପ୍ନମାନେ ମେଳି ବାନ୍ଧିଲେ, ଆସ ବାସ୍ତବତାକୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବା। ଦୁଃଖମାନେ ମିଶି ଘୋଷଣା କଲେ, ସୁଖକୁ ନିର୍ବାସନରେ ଦଣ୍ଡିତ କରିବା। ଏମାନେ ଯନ୍ତ୍ରଣା ପାଇଲେ, ସଭ୍ୟ ସଭ୍ୟତା ଆଶ୍ୱସ୍ତ। ମୋର এই ଲେଖାର ଉଦ୍ଦେଶ୍ୟ ହେଉଛି, ଯେ ସୋସାଇଟିଟା କ'ଣ ହେଇଛି, ଗୋଟେ ନେଗେଟିଭ ଧାରାରେ ଚାଲିଛି। ତେଣୁ ସେଇଠି ମୁଁ ଲେଖୁଛି, ତାରାମାନେ ସବୁ ନିଷ୍ପତ୍ତି ନେଲେ, ଆସ ଜହ୍ନକୁ ନିଷ୍ପ୍ରଭ କରିବା। ଅନ୍ଧାରମାନେ ବସି ବିଚାର କଲେ, ଆଲୋକକୁ କାରାକକ୍ଷରେ ନିକ୍ଷେପ କରିବା। ସବୁ ସ୍ୱପ୍ନମାନେ ମେଳି ବାନ୍ଧିଲେ, ଆସ ବାସ୍ତବତାକୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବା। ଦୁଃଖମାନେ ମିଶି ଘୋଷଣା କଲେ, ସୁଖକୁ ନିର୍ବାସନରେ ଦଣ୍ଡିତ କରିବା। ଏମାନେ ଯନ୍ତ୍ରଣା ପାଇଲେ, ସଭ୍ୟ ସଭ୍ୟତା ଆଶ୍ୱସ୍ତ। ମାନେ ଭଲ ମଣିଷମାନଙ୍କୁ କେମିତି ମାୟାଜାଲରେ ଛନ୍ଦି ଦେଇ ତାଙ୍କୁ ଯନ୍ତ୍ରଣା ଦିଆଯାଏ, ଆଉ ସେମାନେ କେତେ କଷ୍ଟ ପାଆନ୍ତି, ତାଙ୍କୁ ଉଦ୍ଧାର କରିବାକୁ କିଏ ଆସେ? ଯଦି ସେଇମାନେ ନ ବଞ୍ଚିବେ, ତାହେଲେ ସମାଜ ଆଉ ସଭ୍ୟତା ବଞ୍ଚିବନି। ମୁଁ ସେଇଥିପାଇଁ ଲେଖିଲି ଯେ ଏଇ ନେଗେଟିଭ ଫୋର୍ସେସ୍ କେମିତି ପଜିଟିଭ ଫୋର୍ସକୁ ସବୁବେଳେ ଆକ୍ରାନ୍ତ କରିବାକୁ, ଆକ୍ତାମାତ କରିବାକୁ ଚେଷ୍ଟା କରନ୍ତି। ଶିକାରୀର କୁହାଟରେ ନିରୀହଟି ଭୀତତ୍ରସ୍ତ। ଶିକାରୀର କୁହାଟରେ ନିରୀହଟି ଭୀତତ୍ରସ୍ତ। ପାହାଡ଼ି ମଣିଷ ଝାଡ଼ି ଝୁଡ଼ି ଠିଆ ହେଲା, ବନ୍ଧୁମାନେ ବିପଦଗ୍ରସ୍ତ। ଶିରା ଟାଣ ହେଲା, ହାତ ମୁଠା ମୁଠା, ଦାନ୍ତ ଜାବ ପଡ଼ିଲା, ମନର ଭାଷା ଅବ୍ୟକ୍ତ।
ଅବୁଝା ମଣିଷ ଦିଗହୀନ ଦିଗକୁ ଲମ୍ଫ ଦେଲା ଯୋଡ଼ିବାକୁ ବିଭାଜିତ ବିଭକ୍ତ। କବିତାର ନାଁ ହେଉଛି ବିଭାଜିତ ବିଭକ୍ତ। କାହିଁକିନା ଶିକାରୀର କୁହାଟରେ ନିରୀହଟି ଭୀତତ୍ରସ୍ତ, ପାହାଡ଼ି ମଣିଷ ଝାଡ଼ି ଝୁଡ଼ି ଠିଆ ହେଲା, ବନ୍ଧୁମାନେ ବିପଦଗ୍ରସ୍ତ। ଶିରା ଟାଣ ହେଲା, ହାତ ମୁଠା ମୁଠା, ଦାନ୍ତ ଜାବ ପଡ଼ିଲା, ମନର ଭାଷା ଅବ୍ୟକ୍ତ। ଅବୁଝା ମଣିଷ ଦିଗହୀନ ଦିଗକୁ ଲମ୍ଫ ଦେଲା ଯୋଡ଼ିବାକୁ ବିଭାଜିତ ବିଭକ୍ତ। ମାନେ ବିଭାଜିତ ବିଭକ୍ତ। ଇଏ ହେଲା ମୋର ସବୁ କବିତା ଗୁଡ଼ାକ ଏଇଭଳି ଭାବରେ। ତେଣୁକରି ମୁଁ ଆପଣଙ୍କ ସମୟ ବେଶୀ ନେବିନି। ମୋତେ କିନ୍ତୁ ଭଲ ଲାଗିଲା। ଏତେ କଥା କରୁଛ, ଆପଣ ଆଗୁଆ ଜଣେଇଲେ କ'ଣ କ୍ଷତି ହେବ ବିରୁପାକ୍ଷ? ତମେ ମୁଁ ଜାଣେ ତମେ ନିରପେକ୍ଷ, ତଥାପି ତମେ କାହିଁକି ମୋ ପାଇଁ ହେଲନି ନିଷ୍ପକ୍ଷ? ଉତ୍ତର ଦିଅ। ତୁମେ ତ ମଣିଷ, ତୁମେ ନୁହେଁ ଯକ୍ଷ। ଉତ୍ତର ଦିଅ ବିରୁପାକ୍ଷ। ତମେ ସପୋର୍ଟ କରିବ। ତମେ ଯେତେବେଳେ ଫଟୋ କରି ମତେ ଡାକିବନି। ବିରୁପାକ୍ଷ ସପୋର୍ଟ ନେଲା, ମୁଁ ପୁରା ତାଙ୍କ ସପୋର୍ଟ। ତମେ ସପୋର୍ଟ କଲେ କ୍ଷତି କ'ଣ? ଆଚ୍ଛା ହଉ, ମୁଁ ଆଉ ସମୟ ନେବେନି, କିନ୍ତୁ ଉତ୍କଣ୍ଠାକୁ ଚାପିକି ଧରିପାରିବେନି। ଆଉ ଗୋଟେ ମୋର ଛୋଟିଆ କବିତା ପଢ଼ି ଦେଇକି ମୁଁ ପଳେଇବି। ମୃତ୍ୟୁର ଜୀବନ। এটা ଟିକେ ଶୁଣିବେ, 2 ମିନିଟ୍ ନେବେ, ବେଶୀ ନେବେନି। ମୃତ୍ୟୁର ଜୀବନ। ମୃତ୍ୟୁର ଗୋଟେ ଜୀବନ ଥାଏ। ଜୀବନଟା ମୃତ୍ୟୁରେ ଶେଷ ହୁଏ, ପୁଣି ମୃତ୍ୟୁର ଜୀବନ କେମିତି ହବ? ମୃତ୍ୟୁ ଆସେ ନିସ୍ତବ୍ଧରେ କେଉଁ ଏକ ଅଜଣା ତିଥିରେ। ମୃତ୍ୟୁ ଆସେ ନିସ୍ତବ୍ଧରେ କେଉଁ ଏକ ଅଜଣା ତିଥିରେ, ବିନା ଆମନ୍ତ୍ରଣରେ ଅବା ଅଯାଚିତ ଅତିଥି ଭାବରେ। ମୃତ୍ୟୁ ଆସେ ନିସ୍ତବ୍ଧରେ କେଉଁ ଏକ ଅଜଣା ତିଥିରେ, ବିନା ଆମନ୍ତ୍ରଣରେ ଅବା ଅଯାଚିତ ଅତିଥି ଭାବରେ। ଜନ୍ମଠାରୁ ପ୍ରତି ପାଦେ ପାଦେ ମୃତ୍ୟୁ ତାଳ ଦେଇ ଚାଲିଥାଏ। ଜନ୍ମ ତ ନେଇସାରିଛ, କେବଳ ମୃତ୍ୟୁର ସମ୍ଭାବନା ଥାଏ। ଟିକେ ତାକୁ ଫିଲୋସଫିକାଲି ବୁଝିବେ। ଜନ୍ମ ତ ନେଇସାରିଛ, କେବଳ ମୃତ୍ୟୁର ସମ୍ଭାବନା ଥାଏ। ଅନିଶା ମୃତ୍ୟୁର ଅବବାହିକାରେ ଜୀବନ ସୌଧ ଗଢ଼ା ହୁଏ। ଅନିଶାର ଫେରିବାର ବାଟକୁ, ଅନ୍ୱେଷର ଅସ୍ତମିତ ସୂର୍ଯ୍ୟକୁ। ଜୀବାର ସଂଘର୍ଷକୁ ନୀତି ନୀତି ମୃତ୍ୟୁର, ଏଇଟା ଟିକେ ଆଉ ଟିକେ ଶୁଣନ୍ତି। ମୃତ୍ୟୁର ଆଶଙ୍କା ଜୀବନର ମାଧୁର୍ଯ୍ୟ ବଢ଼ାଏ। ମୃତ୍ୟୁର ଆଶଙ୍କା ଜୀବନର ମାଧୁର୍ଯ୍ୟ ବଢ଼ାଏ। ଜୀବାର ସଂଘର୍ଷକୁ ନୀତି ନୂଆ ବାଟ କାଢୁଥାଏ। ମାନେ ମଣିଷ ଯେତେବେଳେ ମୃତ୍ୟୁ ଆସିବ, ଭୟ ଲାଗୁଥିବ ଏବଂ ତୁମେ ବଞ୍ଚି ଯାଉଥିବ, ଏବଂ ତୁମର ଯେତେବେଳେ ବଞ୍ଚିବାର ରାହା ପାଉଥିବ, ସେତେବେଳେ ସେ ଲେଖୁଛି, ମୃତ୍ୟୁର ଆଶଙ୍କା ଜୀବନର ମାଧୁର୍ଯ୍ୟ ବଢ଼ାଏ। ଜୀବାର ସଂଘର୍ଷକୁ ନୀତି ନୂଆ ବାଟ କାଢୁଥାଏ। ଜୀବନ କି ଜାଣେ ମରଣର ସୁଖ, ମରଣ କି ବୁଝେ ଜୀବନର ଦୁଃଖ। ମତେ ଏଇଟା ବହୁତ ବିଜ୍ଞ ବ୍ୟକ୍ତିମାନେ ପଚାରିଛନ୍ତି, ଆର ଷ୍ଟାଞ୍ଜାର ମିନିଂଟା କ'ଣ? ଜୀବନ କି ଜାଣେ ମରଣର ସୁଖ, ମରଣ କି ବୁଝେ ଜୀବନର ଦୁଃଖ। ଏ କଥାଟା ବୁଝ ଟିକେ। ଜୀବନ କି ଜାଣେ ମରଣର ସୁଖ। ଆମେ ଯେତେ ସବୁ ବସିଛେ, ସମସ୍ତଙ୍କର ଗୋଟେ ଧାରଣା ଯେ ମୃତ୍ୟୁଟା ହେଉଛି ଗୋଟେ ଦୁଃଖ। ମୁଁ ଲେଖିଛି ଏଠି ମୃତ୍ୟୁଟା ହେଉଛି ସୁଖ। ଜୀବନ କି ଜାଣେ ମରଣର ସୁଖ, ଅର୍ଥାତ୍ ମୃତ୍ୟୁ ଜୀବନର ସମସ୍ତ ଦୁଃଖକୁ ନେଇଯାଏ, ସୁଖକୁ ନିଏ ନାହିଁ ମୃତ୍ୟୁ। ତେଣୁ ମୃତ୍ୟୁ ହେଉଛି ସବୁବେଳେ ସୁଖ। ଜୀବନ କି ଜାଣେ ମରଣର ସୁଖ, ମରଣ କି ବୁଝେ ଜୀବନର ଦୁଃଖ। ମୃତ୍ୟୁ ଭାବେ ମୁଁ ତାର ସୁଖ ତକ ନେଇଗଲି, କିନ୍ତୁ ମୃତ୍ୟୁ ମଣିଷର ଦୁଃଖକୁ ନେଇଯାଏ। ତେଣୁ ସେଇଥିପାଇଁ ମୁଁ ଲେଖିଲି, ଜୀବନ କି ଜାଣେ ମରଣର ସୁଖ, ମଣିଷ କି ବୁଝେ ଜୀବନର ଦୁଃଖ। ଜୀବନର ସଂଜ୍ଞା ଜାଣିବାକୁ ହେଲେ ମୃତ୍ୟୁର ଉପନ୍ୟାସ ପଢ଼ିବାକୁ ପଡ଼େ। ଜୀବନର ସଂଜ୍ଞା ଜାଣିବାକୁ ହେଲେ ମୃତ୍ୟୁର ଉପନ୍ୟାସ ପଢ଼ିବାକୁ ପଡ଼େ। ମୃତ୍ୟୁକୁ ବୁଝିବାକୁ ହେଲେ ଜୀବନବ୍ୟାପୀ ସାଧନା କରିବାକୁ ପଡ଼େ। ହେଲା ମୃତ୍ୟୁର ଜୀବନ। ମୁଁ ଏକଥା କାହିଁକି ଆପଣମାନଙ୍କୁ କହୁଛି, ପ୍ରତ୍ୟେକ ମଣିଷ ସଂଘର୍ଷ କରେ ଯେ ଭଲ ଜୀବନଟେ ଜୀଇବାକୁ। ପ୍ରତ୍ୟେକ ମଣିଷ ସଂଘର୍ଷ କରେ କେତେ ଭଲରେ ରହିବାକୁ। ପ୍ରତ୍ୟେକ ମଣିଷ ସଂଘର୍ଷ କରେ
आदिम मनीष संघर्ष ता संघर्ष कौ गुण अधिका कौ गुण गरियान कौ गुण महियान सी तो गंडे खाइबा को से संघर्ष करुला एबे तुमे भलरे रहिबा नीति संघर्ष करुच आदिम मनीष लंगला मनीष तुमर एते चाकचक्य सभ्यतार मनीषर कौन बा फरक अच्छी से एका संघर्ष बरु सेते बेले आज तार खाइबा को हेगला आसंता काली भी चिंता नथिला आज हमर आज खाइबा को मिली गला पर आमे अनेक पुरुष पई रखिबार जो संघर्ष से संघर्ष आदिम मनीषर संघर्ष आहुरी निम्न ये होची मोर विचारधारा सेति पे मैं आपन कहि रखे जे पड़ेलानी तेणु करी जीवनटा को सब बेले चेष्टा कर गोटे भल मृत्यु को आलिंगन करने जदि जीवन सावलील क्रमे जो मृत्यु आसो जदि अकाल किए चलीज से कथा मुझे कहबी नहीं नॉर्मली आम सावलील क्रमे जो मृत्यु को उपलब्ध करवा से मृत्यु सब सुखद हवा दरकार तेणुक प्रत्येक मनीषर साधना हम मोर मृत्युटा सब सुखद हो से सुखद मृत्यु अनेकों भितर प्रेरणा सृष्टि करू आउ जो माने महापुरुष मृत्यु पर जीवन आरंभ हुए जो माने चिराचरित ढंग से बंचती मृत्यु जीवन को सेठी शेष कर दिए आउ जो माने समाज रे अनेक अनिष्ट करती मृत्यु जीवन को निशेष कर दिए तेणु मृत्यु पर जदि जीवन आरंभ करने को चाह ताहाले एक भल मृत्यु पाइबा को जीवन व्यापी साधना कर संघर्ष कर ताहाले जीवन मधुमय हब एवं जीवन रे एक प्रेरणा सृष्टिकारी जीवन बंची पारिबो ये होची आज होली रे मोर सर्वश्रेष्ठ वार्ता मते आपण मान डाकिथोर समस्त कृतज्ञता धन्यवाद।